ଭାଇ ନମସ୍ତେ ମୁଁ ରମେଶ ମୁଁ ଆଶା କରୁଛି ଆପଣ ସବୁ ଭଲରେ ଥିବେ। ଆଜି ସକାଳୁ ସକାଳୁ ଅଲ୍ ଟାଉନର ଭ୍ୟୁ ନେଇକି ଆମେ ବାହାରି ପଡୁଛୁ ଚା ପିଇବାକୁ। ଏତେ ଜାଗା ଭ୍ରମଣ କଲା ପରେ ବି ଚା କିଛି ପାଇଲୁନି କୁଆଡୁ। ସେ ସବୁ କଳ୍ପନା ଏରିଆକୁ ଗଲୁ ବି କଳ୍ପନାରେ ବି ଚା ମିଳିଲାନି ଆମକୁ। ତା ଲାଗି ଆମକୁ ରବିଟକିରେ ଚା ମିଳିଲା। ରବିଟକିରୁ ଚା ପିଇକି ଆମେ ପଳେଇ ଆସିଲୁ। A few moments later. ଆମେ ଆସିକି ପହଞ୍ଚି ଯାଇଥିଲୁ ମଟନ ଦୋକାନରେ। ଆଜି ମଟନ କଷାଟା ହବ। ଖେଳରେ ମୋର ହାଙ୍ଗର ବାହାରି ନଥିଲା, ସେଇ ସାସ ମୋର ଆଜି କାମ ବନ୍ଦ ଥିଲା। ସେ ଗ୍ୟାସ୍ କାଟିକି ପୁରା ରେଡି ହେଇଯାଇଛି। ମଟନ କଷିବା ତେଲ ପକେଇଦବ କଡେଇରେ। କଡେଇଟା ଟିକେ ଗରମ ହେଇଗଲା ପରେ ତେଲ ରାଗ ତାପରେ ଆଳୁଟା ସେଠୁ ଛାଡ଼ିଦବ ଭିତରେ। ନାଲିଆ ନାଲିଆ ହେଇଗଲେ ତାପରେ ବାହାର କରିଦବ। ବାହାର କରିଦେଲା ପରେ ଆମର ଏଠୁ ପିଆଜଟା ପକେଇକି ଆମେ ଘାଣ୍ଟା ଘାଣ୍ଟିରେ ଲାଗିଗଲୁ। ପିଆଜ କଷା ହେଲା ପରେ ଦେଖିବା ତ କି ନାଲିଆ ନାଲିଆ ଦେଖାଗଲାଣି କଲର ବାହାରି ପଡ଼ିଲାଣି ତାର। ଏବେ ଆଉ ଟିକେ ହାଲକା ପାଣି ଦେଇକି ହାଲକା ଟିକେ ବସେଇଦେଲେ କଲର ହେଇଯିବ ଏମିତି। ଦେଖିପାରୁଥିବ ଭଣ୍ଡା ପକେଇଦେଲେ ଜଲ୍ଦି ମଟନଟା ସିଝିଯାଏ। ପକେଇ କିଛି ଦମ ଘାଣ୍ଟିଲା ପରେ ତାପରେ ସେଠୁ ମଟନଟା ଆମେ ଛାଡ଼ିଦେଲୁ। ମଟନଟା ଛାଡ଼ିଦେଲେ କहीं ଭଣ୍ଡାଟା ଟିକେ ହାଲକା ସିଝିଲା ପରେ ମଟନଟା ଛାଡ଼ିଲେ ଠିକ୍ ସେ ସିଝି ପାରିବ ମଟନଟା। ମଟନଟା ଟିକେ ଘାଣ୍ଟି ଦବ ଯେମିତି ମସଲା ସେ ଭିତରେ ମିଶିଯିବ। କାହିଁକି ନା ନିଆଁ ଜଳୁଛି ତଳ ଆଡୁ ଦେଖିଲା ବେଳକୁ ଲାଗିଯିବ ମଟନଟା। ଟିକେ ଘାଣ୍ଟି ଦେଲା ପରେ ତାର କିଛି ଗୋଟେ ଜିନିଷ ତାପରେ ଘୋଡ଼େଇ ଦବ ମଟନଟା ଠିକ୍ ସେ ସିଝି ପାରିବ। ମଟନଟା ଟିକେ କଷିଗଲା ପରେ ସେଠୁ ଆମେ ଟିକେ ପାଣି ଦେଇଦେଲୁ। ମଟନଟା ସିଝି ଯାଇଥିଲା ପରଫେକ୍ଟ ଭାବରେ। ସେଠୁ ଆମେ ପାଣି ଦେଇକି ତ ଆଉ ଟିକେ ଫୁଟେଇଦେଲୁ ହାଲକା। ତାପରେ ଦେଖିବା ତ ଆମେ ଏଠୁ ପ୍ଲେଟରେ ବାଢ଼ି ଦେଲୁ ଭାତ ଆଉ ମଟନ। ଆମେ ଖାଇସାରିଲା ପରେ ଦେଖିବା ଏଇ ଅଧ୍ୟାୟ କେମିତି ଲାଗିଲା ଗୋଟେ ଛୋଟ କମେଣ୍ଟ କରିଦିଅ। ମତେ ଆଶା ମିଳିବ ଆଗକୁ ମୁଁ ଆହୁରି ଭଲ ଭଲ ଭିଡ଼ିଓ ନେଇକି ଆସିବି।